प्रथम स्कंद तृतीय अध्याय श्रीकृष्ण समस्त अवतारंकर उत्स श्लोक 8 तृतीयं ऋषि सर्गं वै देवर्षि त्वमुपेत्यसः तन्त्रं शाश्वतमात्रष्ट नष्कर्मं कर्मणां जतः तृतीयं ऋषि सर्गं वै देवर्षि त्वमुपेत्यसः तन्त्रं शाश्वतमात्रष्ट नष्कर्मं कर्मणां जतः तृतीय ऋषि सर्गम ऋषि कल्प वे निश्चित भावे देवर्षित्वम देवता मान मध्य ऋषि अवतार पेत्य स्वीकार करी सह से तंत्रम वेदर प्राकट्य सात्वतम जे विशेष रूपे प्रेममय सेवार उपाय अटे आचष्ट संगृहीत नैष्कर्म्यम फल इच्छा रहित कर्माणाम କାର୍ଯ୍ୟର ଯତଃ ଯାହାଠାରୁ ଅନୁବାଦ ଋଷିକଳ୍ପରେ ପରମ ପୁରୁଷ ଭଗବାନ ଶ୍ରୀ ନାରଦ ରୂପରେ ତୃତୀୟ ଆଦେଶ ଅବତାର ଗ୍ରହଣ କଲେ। ସେ ଦେବତା ମାନଙ୍କ ମଧ୍ୟରେ ଜଣେ ମହାନ ଋଷି ଅଟନ୍ତି। ସେ ଯେଉଁ ବୈଦିକ ବର୍ଣ୍ଣନର ସଂକଳନ କରିଥିଲେ ତାହା ପ୍ରେମମୟୀ ସେବା ଭକ୍ତି ଯୋଗ ସମ୍ବନ୍ଧିତ ଅଟେ ଓ ନିଷ୍କାମ କର୍ମର ପ୍ରେରଣା ପ୍ରଦାନ କରେ। ହରେ କୃଷ୍ଣ। हरे कृष्ण। श्लोक भावार्थ भगवानଙ୍କର ଆଦେଶ ଅବତାର ଦେବର୍ଷି ନାରଦ ସମଗ୍ର ବିଶ୍ୱରେ ପ୍ରେମମୟୀ ସେବା ବା ଭକ୍ତି ଯୋଗ କଥା ପ୍ରଚାର କରିଛନ୍ତି। ସମଗ୍ର ବ୍ରହ୍ମାଣ୍ଡରେ ଥିବା ପ୍ରଭୁଙ୍କର ସମସ୍ତ ବଡ଼ ଭକ୍ତ ଏବଂ ବିଭିନ୍ନ ଲୋକରେ ଥିବା ଭକ୍ତମାନେ ତଥା ଅନ୍ୟ ଯୋନିରେ ଜନ୍ମ ନେଇଥିବା ଭକ୍ତଗଣ ମଧ୍ୟ ତାଙ୍କର ଶିଷ୍ୟ ଅଟନ୍ତି। ଶ୍ରୀମଦ୍ ଭାଗବତମର ସଂକଳନ କର୍ତ୍ତା ଶ୍ରୀଲ ବ୍ୟାସଦେବ ମଧ୍ୟ ଏହାଙ୍କର ଭକ୍ତମାନଙ୍କ ମଧ୍ୟରେ ଅନ୍ୟତମ ଅଟନ୍ତି। ସେ ମଧ୍ୟ ନାରଦ ପଞ୍ଚରାତ୍ରର ପ୍ରଣେତା ଅଟନ୍ତି, ଯାହାକି ବିଶେଷ କରି ଭଗବାନଙ୍କର ପ୍ରେମମୟୀ ସେବାର ସମ୍ବନ୍ଧିତ ବେଦର ବ୍ୟାଖ୍ୟା ଅଟେ। ଏହି ନାରଦ ପଞ୍ଚରାତ୍ର ସକାମ କର୍ମୀ ମାନଙ୍କ ନିମିତ୍ତ କର୍ମ ବନ୍ଧନରୁ ମୁକ୍ତି ହେବାର ମାର୍ଗ ପ୍ରଦର୍ଶନ କରିଅଛି। ବଦ୍ଧ ଜୀବଗଣ ସାଧାରଣତଃ ସକାମ କର୍ମ ପ୍ରତି ଆସକ୍ତ, କାରଣ ସେମାନେ ସେମାନଙ୍କର କଠିନ ପରିଶ୍ରମ ଲବ୍ଧ ଫଳ ଉପଭୋଗ କରିବାକୁ ଚାହାନ୍ତି। ସମସ୍ତ ଜୀବଜନି ମଧ୍ୟରେ ପ୍ରାୟ ଅଧିକାଂଶ ସକାମ କର୍ମୀ ଅଟନ୍ତି ଏବଂ ଏହି ସକାମ କର୍ମୀ ମାନଙ୍କ ଦ୍ୱାରା ସମଗ୍ର ବ୍ରହ୍ମାଣ୍ଡ ପରିପୂର୍ଣ୍ଣ ହୋଇଅଛି। ସକାମ କର୍ମ କହିଲେ ସମସ୍ତ ପ୍ରକାର ଆର୍ଥିକ ଅଭିବୃଦ୍ଧି ଯୋଜନାକୁ ବୁଝାଏ, କିନ୍ତୁ ପ୍ରକୃତରେ ନିୟମ ଅନୁଯାୟୀ ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ଅଛି ଏବଂ କର୍ତ୍ତା ନିଶ୍ଚୟ ସେହି ଭଲ ବା ମନ୍ଦ ପ୍ରତିକ୍ରିୟା ଭୋଗିବାକୁ ବାଧ୍ୟ ହୁଏ। ଭଲ କାର୍ଯ୍ୟରେ ପ୍ରତିକ୍ରିୟା ହେଉଛି ସମାନୁପାତିକ ଭାବେ ଭୌତିକ ସମୃଦ୍ଧି ଲାଭ ଏବଂ ମନ୍ଦ କାର୍ଯ୍ୟର ପ୍ରତିକ୍ରିୟା ହେଉଛି ତଦ୍ରୂପ ଭୌତିକ ଦୁଃଖ ଲାଭ। ତଥାକଥିତ ଦୁଃଖ ବା ସୁଖ ଭୌତିକ ସ୍ଥିତିରେ ଯାହା ହେଲେ ବି ଏସବୁର ଅନ୍ତିମ ପରିଣତି ହେଉଛି ଦୁଃଖ। ମୁକ୍ତ ଅବସ୍ଥାରେ ରହି କିପରି ଶାଶ୍ୱତ ସୁଖ ଉପଭୋଗ କରିବାକୁ ହେବ, ମୂର୍ଖ ଭୌତିକବାଦୀ ମାନଙ୍କର ଏ ଜ୍ଞାନ ନାହିଁ। ଏ ମୂର୍ଖ ସକାମ କର୍ମୀ ମାନଙ୍କୁ ଶ୍ରୀ ନାରଦ ମୁନି ଉପଦେଶ ଦେଇଛନ୍ତି କିପରି ପ୍ରକୃତ ସୁଖ ଲାଭ କରିହେବ, କିପରି ବ୍ୟକ୍ତି ତାର କର୍ମ ଜରିଆରେ ଅପ୍ରାକୃତ ନିତ୍ୟ ଶାନ୍ତି ଲାଭ କରିପାରିବ। ସେ ଦିଗରେ ଶ୍ରୀ ନାରଦ ମୁନି ଏ ପୃଥିବୀରେ ଭବରୋଗଗ୍ରସ୍ତ ବ୍ୟକ୍ତିମାନଙ୍କୁ ମାର୍ଗଦର୍ଶନ କରିଅଛନ୍ତି। ଡାକ୍ତର ଯେପରି ରୋଗୀଙ୍କୁ ଚିକିତ୍ସା ବ୍ୟବସ୍ଥା ଓ ପଥ୍ୟ ବ୍ୟବସ୍ଥା ଦିଏ, ଠିକ୍ ସେହିପରି ନାରଦ ମୁନି ଏ ଭବରୋଗୀ ମାନଙ୍କୁ ଦେଇଛନ୍ତି। ଯେଉଁ ରୋଗୀ ଅଜୀର୍ଣ୍ଣ ରୋଗ ଭୋଗୁଥାଏ, ଡାକ୍ତର ତାଙ୍କୁ ଦୁଗ୍ଧରୁ ପ୍ରସ୍ତୁତ ଦଧି ସେବନ କରିବାକୁ କୁହେ। ଅଧିକ ପରିମାଣରେ ଦୁଗ୍ଧ ପାନ ଯୋଗୁଁ ଉପୁଜୁଥିବା ଅଜୀର୍ଣ୍ଣ ରୋଗର ପଥ୍ୟ ହେଲା ଦୁଗ୍ଧଜାତ ପଦାର୍ଥ ଦଧି। ତେଣୁ ରୋଗର କାରଣ ଓ ପ୍ରତିଷେଧକ ବ୍ୟବସ୍ଥା ଏକ ପ୍ରକାର ହୋଇପାରେ, କିନ୍ତୁ ରୋଗୀ ଶ୍ରୀ ନାରଦ ମୁନିଙ୍କ ଭଳି ଜଣେ ଦକ୍ଷ ଚିକିତ୍ସକ ଦ୍ୱାରା ଚିକିତ୍ସିତ ହେବା ଉଚିତ। ଶ୍ରୀମଦ୍ ଭଗବତ ଗୀତା ମଧ୍ୟ ସେହି ଏକ ପ୍ରକାର ସମାଧାନର ପନ୍ଥା ଦେଇଛନ୍ତି। କିପରି ନିଜର କର୍ମ ଜରିଆରେ ଭଗବାନଙ୍କର ସେବା କରିହେବ, ତାହା ବ୍ୟକ୍ତିଙ୍କୁ ମୁକ୍ତି ବା ନୈଷ୍କର୍ମ୍ୟ ମୁକ୍ତି ଲାଭ ଦିଗରେ ଆଗେଇ ନେବ। ଶ୍ଲୋକ 9 ସୂର୍ଯ୍ୟ ଧର୍ମ କଳା ସ୍ୱର୍ଗେ ନର ନାରାୟଣା ବୃଷି ଭୂତାତ୍ମୋପସମୋପେତଂ ଭଗବତୁଶ୍ଚରଂ ତପଃ।
ओके कौन पढ़िଛ अच्छा केते जाय कौन पढ़िଛ गोरे 8 ନମ୍ବରଟା ପୁରା ପଢିଦେଇଛୁ, ଶ୍ଲୋକ ହବାର ତ ଅନୁବାଦ 9ର ସେ ଶ୍ଲୋକଟା ପଢିଛୁ। ठीक है 8 ରୁ ବୁଝିବା ନା କିନ୍ତୁ 8 ନମ୍ବରଟା ବୁଝା ହବ ନା हाँ ହଁ ଶ୍ଲୋକ 8ର ଭାବାର୍ଥଟା ଆମେ କାଲି प्रभुपाद की जय हरे कृष्ण वर्तमान सूत गोस्वामी सौनक आदि मुनि मानकर प्रश्न जोटा होची कि कत नंबर प्रश्न 5 नंबर प्रश्न लीलावतार कथा वर्णना करिया पे कहउछन बर्तमान पहुंचे तृतीय लीलावतार कथा कहउछन भरी आशा समस्त वीडियो को तेणु एते कहउछन देवर्षि रूप रे ऋषि कल्प रे कल्प विभिन्न कल्प भेद अछि कल्प अछि ऋषि कल्प रे परम पुरुष भगवान से नारद रूप रे अवतीर्ण होइतिले नहीं सेटा होची सत्यावेश अवतार एवं से कौन ना जन देवता थिले एवं देवता थिले मध्ये से देवर्षि जाइथिले ता देवर्षि देव ऋषि देवर्षि सेटू राज ऋषि राजर्षि राजा है कि ऋषि भଳି जीवन यापन करियो जदी ताकू राजर्षि कहा जाय देव भଳି देवता जन्म पाई देव ऋषि भଳି जीवन यापन को देवर्षि कहा जाय तापर गृह रही कि जदी ऋषि भଳି कोन हबो जीवन यापन गृहस्थी ताकू कहा जाय तेणु से कौन करथिले ना सकाम करी मान निमित्त से कर्म ना जो सकाम कर्म अछि तीनटा केतरा कर्म अछि गोटे सकाम कर्म आ गोटे होछि निष्काम कर्म सकाम कर्म माने निज कामना प्रति विधान वैदिक नियम मानी सकाम कर्म ताको है सकाम कर्म ताको तापर आसला कोन विकर्म विकर्म माने कहले जोटा वेद मना कराई छि करे विकर्म तापरे आसला निष्काम कर्म माने कौन ना फल आशा रखी कर्म करवा या कहले तो देवर्षि कौन करथिले सकाम कर्म कौन ना जीवन रे सुख शांति रे रहया पई मनुष्य जन्म रे सुख शांति रहया पई कौन करना सकाम कर्म विध होईछि सकाम कर्म माने वैदिक नियम मानिबो दान पुण्य आदि करिवो पाप कार्य करिवोनी तो दान पुण्य करछ ना करूनो हरे कृष्ण दान पुण्य करछ ना नहीं रखिथा संपत्ति बाड़ी रखिथा नहीं कि जीव गला बेले के यही संपत्ति बाड़ी नहीं जाई नांती कि नहीं कि जीवेनी सुचिस्मिता रख तुम पुओ बाहर करिया पे रख धन संपत्ति बहु को दबो दान पुण्य करिवो दान पुण्य न कले मिले ना जे दान करूनी ताको मिलिबनी आसन जन्म मिलिबनी दान पुण्य करिवो माने सुख शांति रहया पे दान पुण्य करा जाए एवं वैदिक नियम सकाम कर्म करा जाए कले सकट व्यक्तिटा माने आनंद रहइबो किंतु सकाम कर्म रे कोन हबो ना जन्म चक्र रो उद्धार मिलिबो नै एवं बेसी सकाम कर्म रहले कोन हबो चेतना कलुषित हबो भोग कामना रहउछि ना तो दी प्रकार भोग कामना अछि गोटे होछि कोन वैदिक नियम मानि कि भोग करबा एते पाप नरक जीवनी पुण्य अर्जन करबा आ वैदिक नियम मानि कि भोग करबा एकोन पाप पाप भोग नरक जीव नीच जोनि कि जीव किंतु वैदिक नियम मानि कि यदि कोन भोग कामना कलो सकाम कर्म कलो ताले कोन बारंबार मनुष्य जन्म पाउथिबो चेतना कलुषित हो तेणु ये मानक निमित्त कौन कले ना देवर्षि नारद रूप भगवान आसिक निष्काम कर्म शिखैले अर्थात निष्काम कर्म जो भक्ति भक्ति योग कथा शिखैले निष्काम कर्म ये भक्ति योग कथा कह भगवान प्रेममय सेवा केमिति हम भगवान शिखैले क्या देवर्षि की देवर्षि नारद शिखै कौन कले ना रूप शिखैले हाँ थे देवर्षि नारद कौन करथिले ना वृंदावन रहउथिले वृंदावन रही इच्छा है जे भगवान कौन करने ना लीला जो लीला अच्छी से लीला रे से प्रवेश कर राधा कृष्ण लीला जुगल चरण की लीला देखा जुगल चरण कह जाए किंतु कौन कले ना बहुत दिन पर्यंत कौन कले से रही कौटी नारद कुंड तपस्या कले राधाणी सेवा कले सेवा कला राधाणी खुशी होकर कहले जे तुम्हें कौन कर ना कौन ना तुम्हें कौन कर ना प्रेममय सेवार गोटे पुस्तक रचना कर तेणु देवर्षि नारद कौन है ना नारदी गोपी होकर नारद कुंड रही मन पड़े नारद कुंड कौ पटे वृंदावन गले डाण पटे पड़े कौन कुसुम सरोवर ता बा पटे नारद कुंड से नारदी गोपी होकर रही भगवान सेवा कले राधा कृपा कले कृपा कला से प्रेममय सेवा लिखले नारद पंचरत्न लिखले तेणु यही देवर्षि नारद कौन कले
ଦେବର୍ଷି ନାରଦ କଣ କଲେ ନିଷ୍କାମ କର୍ମ ଯୋଗ କଥା ଲେଖିଲେ, ଭକ୍ତି ଲେଖିଲେ। ଏଣୁ କହିଲେ ଆଉ ପ୍ରତିକ୍ରିୟା ନାହିଁ, କଣ ଚିତ୍ତ ଶୁଦ୍ଧି ଏବଂ ଜ୍ଞାନ ଉଦୟ ହେବ। ଏବଂ ଦେବର୍ଷି ନାରଦ କଣ କରିଛନ୍ତି ନା ସମସ୍ତଙ୍କରୁ କିପରି ବ୍ୟକ୍ତି ତାର କର୍ମ ଜରିଆରେ ଅପ୍ରାକୃତ ନିତ୍ୟ ଶାନ୍ତି ଲାଭ କରିପାରିବ। କର୍ମ ଜରିଆରେ, କାରଣ କର୍ମ ଯୋଗୁ ହିଁ ବ୍ୟକ୍ତି କଣ କରୁଛି ସଂସାରରେ କଣ ହଉଛି ନା ଆତ୍ମଜାତ ହଉଛି, ଜନ୍ମ ଯୋଗରେ ଯାଉଛି, କର୍ମ ତ୍ୟାଗ କରିପାରିବନି ନା, କର୍ମାତ୍ମ ଶରୀର। ତେଣୁ ଏ କର୍ମ ଜରିଆରେ ସାଧନତାର କର୍ମ ଜରିଆରେ ସେମିତି ଅପ୍ରାକୃତ ଶାନ୍ତି ମିଳିବ। ଅପ୍ରାକୃତ ଦିବ୍ୟ ଶାନ୍ତି ବା ଭଗବାନଙ୍କର ପଦାର ଭିତରେ ସେ କଣ ଅବସ୍ଥାନ କରିବ, ଅପ୍ରାକୃତ ଶାନ୍ତି ମିଳିବ। ସେ ସେଥିପାଇଁ କଣ କଲେ ପଥ ନିର୍ଦ୍ଦେଶ କଲେ। ଏବଂ ଇଏ ହଉଛି କଣ ଶ୍ରୀ ନାରଦ ମୁନି ଇଏ ପୃଥିବୀରେ ଭବରୋଗ ଗ୍ରସ୍ତ ବ୍ୟକ୍ତି ମାନଙ୍କୁ ମାର୍ଗଦର୍ଶନ କରିଛନ୍ତି। ଡାକ୍ତର ଯେପରି ରୋଗୀକୁ ଚିକିତ୍ସା ବ୍ୟବସ୍ଥା ଓ ପଥ୍ୟ ବ୍ୟବସ୍ଥା କରିଦିଏ, ଠିକ୍ ସେହିପରି ନାରଦ ମୁନି ଭବରୋଗୀ ମାନଙ୍କୁ ଦେଇଛନ୍ତି। କଣ ଯେଉଁ ରୋଗୀ ଆଜି ଅଜିନ ରୋଗ ଭୋଗୁଥାଏ, ଡାକ୍ତର ତାକୁ କଣ ଦୁଗ୍ଧ ପ୍ରସ୍ତୁତ ଦଧି ସେବନ କରିବାକୁ କୁହେ। ଅଧିକ ପରିମାଣ ଦୁଗ୍ଧ ପାନ ଯୋଗୁଁ ତାର କଣ ହେଇଛି ନା ଅଜିର୍ଣ୍ଣ ହେଇଛି। ତେଣୁ ଦଧି ଅଧିକ ଖାଇଲେ ସେ କଣ ହବ ନା ତାର କଣ ହବ ନା ସେ ଯୋଉ ଅଜିର୍ଣ୍ଣରୁ ମୁକ୍ତ ହବ। ସେଭଳି ଆମେ ଅତ୍ୟଧିକ କଣ କରୁଛେ ଭୋଗାସକ୍ତ ହେଇ କର୍ମ କରିଛେ। କର୍ମକୁ ଯଦି ଆମେ କଣ କରିବା କର୍ମ କରି ଭୋଗାସକ୍ତ ହେଇଛି ସକାମ କର୍ମ କରି, ଆମେ ଯଦି କଣ କରିବା ସେଇ କର୍ମକୁ ଭଗବାନଙ୍କୁ ଅର୍ପଣ କରିଦେବା, ତାହେଲେ ଆଉ କଣ ହବ ଆମକୁ କର୍ମଫଳ ଭାଗିବାକୁ ଲାଗିବ, ଚିତ୍ତ ଶୁଦ୍ଧି ଜ୍ଞାନ ଉଦୟ ହବ। ଶ୍ରୀମଦ ଭାଗବତ ଗୀତାରେ ସେଇ କଥା କୁହାଯାଇଛି। କୋଉଠି? ତୃତୀୟ ଅଧ୍ୟାୟ, ପଞ୍ଚମ ଅଧ୍ୟାୟ ଓ ଅଷ୍ଟମ ଅଧ୍ୟାୟରେ କୁହାଯାଇଛି କିପରି ନିଜର କର୍ମ ମାଧ୍ୟମରେ କଣ ସେବା କରିବ, ଭଗବାନ ସେବା କରିବ। ତେଣୁ କହିଛନ୍ତି 18ରେ କୁହାଯାଉଛି ଯେ ସ୍ୱକର୍ମଣା ତମେ ଅଭ୍ୟର୍ଚ୍ଛ ସିଦ୍ଧିଂ ବିଦନ୍ତି ମାନବା। ମନେ ପଡୁଛି? ସ୍ୱକର୍ମଣା ବ୍ରାହ୍ମଣ କ୍ଷେତ୍ରରେ ବୈଶ୍ୟ କର୍ତ୍ତବ୍ୟ କ୍ରମ ନିରୂପଣ କଲା ପରେ ସ୍ୱକର୍ମଣା ତମେ ଅଭ୍ୟର୍ଚ୍ଛ, ନିଜ କର୍ମକୁ କଣ ଭଗବାନଙ୍କୁ ଅର୍ପଣ କର, ଅର୍ଥାତ୍ କର୍ମଫଳକୁ ଭଗବାନଙ୍କୁ ଅର୍ପଣ କର। ତମେ ସିଦ୍ଧି ବିଦନ୍ତି ମାନବା। ତେଣୁ ମାନବ କଣ ହବ ନା କଣ ଆସିବ ନା ଜନ୍ମ ଚକ୍ର ସେ ଉଦ୍ଧାର, ଏ କଥା ସେ କହିଛନ୍ତି। ତେଣୁ ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ସେହି ଏକ ପ୍ରକାର ସାଧନ ପନ୍ଥା ଦେଇଛନ୍ତି। କିପରି ନିଜର କର୍ମ ଜରିଆରେ ଭଗବାନ ସେବା କରିବେ, ତାହା ବ୍ୟକ୍ତିକୁ ମୁକ୍ତି ବା ନଷ୍ଟମୟ ମୁକ୍ତି ଲାଭ କରିବାକୁ ଆଗେଇ ନେବ। କର୍ମଫଳ ପ୍ରତିକାର ମୁକ୍ତ ହବ ଆରମ୍ଭ କରିଦେବ। ତେଣୁ ହେଲା କଣ ତୃତୀୟ କଣ ହେଲା, ଏଇଟା ହଉଛି ତୃତୀୟ, ଏଇଟା ହଉଛି ତୃତୀୟ ଅବତାର କଥା ଭଗବାନ କହୁଛନ୍ତି। ଦେଖିଲୁ ସେଠି ଆଉ ଗୋଟେ ପେପର ପଡିଛି ଶ୍ରୀ ନାରଦ, ଟିକେ ଟିକେ ଅପେକ୍ଷା କର। ସେ ଟେବୁଲ ଥୁଆ ହେଇଥିବ, ଦେଖ 1 2 3 ଲେଖା ହେଇଥିବ। 1 2 3 ଲେଖା ହେଇନି? ତେଣୁ ଆଉ କିଛି ଅଧିକା କୁହାଯାଇନି। ଏ ଅବତାର ସମ୍ବନ୍ଧରେ ଆମେ କିଛି କିଛି କଣ କରିବା, ଅଧିକ ତଥ୍ୟ ସଂଗ୍ରହ କରିବା ଲଘୁ ଭାଗବତାମୃତରୁ। ଲଘୁ ଭାଗବତାମୃତରେ ରୂପ ଗୋସ୍ୱାମୀ ତାକୁ ବଢିଆରେ ବ୍ୟାଖ୍ୟା କରିଛନ୍ତି। ଏ ଅବତାର କେତେଥର ଆସିଥାଏ, କଣ ହେଇଥାଏ, ଠିକଣା ନାହିଁ ଏ ବିଷୟରେ। କିନ୍ତୁ ଏ ନାରଦ ସମ୍ବନ୍ଧରେ କିଛି କୁହାଯାଇନି। ତାପରେ ଆମେ ଆସିବା 9 ନମ୍ବର ସୁରୁ ଯିବା। 9 ନମ୍ବର ଚାଲ। ତୁର୍ଯ୍ୟ ଧର୍ମ କଳା ସର୍ଗେ, ତୁର୍ଯ୍ୟ ଧର୍ମ କଳା ସର୍ଗେ ନର ନାରାୟଣା ବୃଷି ଭୂତ୍ୱାତ୍ମୋପସମପେତମ୍ ଅକରୋତ ଦୁଃସରଂ ତପ, ଅକରୋତ ଦୁଃସରଂ ତପଃ। ସାବଧାନ, ତୁର୍ଯ୍ୟ ମାନେ ଚତୁର୍ଥରେ। ଧର୍ମକଳା ଧର୍ମରାଜଙ୍କର ପତ୍ନୀ ସର୍ଗେ ଜନ୍ମ ହୋଇ ନର ନାରାୟଣ ନାମରେ ଋଷି ଭୂତ୍ୱା ହୋଇ ଆତ୍ମୋପଶମ ଇନ୍ଦ୍ରିୟ ମାନଙ୍କର ନିୟନ୍ତ୍ରଣ ଉପେତମ୍ ଉପଲବ୍ଧି ନିମିତ୍ତ ଅକରୋତ ଆଚରଣ କଲେ ଦୁଃସରଂ ଅତି ତୀବ୍ର ତପଃ ତପସ୍ୟା। ଅନୁବାଦ, ଭଗବାନ ଚତୁର୍ଥ ଅବତାରରେ ଧର୍ମରାଜଙ୍କ ପତ୍ନୀ ଠାରୁ ଯମଜ ପୁତ୍ର ନରନାରାୟଣ ରୂପରେ ପ୍ରକଟ ହୋଇଥିଲେ।
ସେମାନେ ଇନ୍ଦ୍ରିୟ ସଂଯମର ଆଦର୍ଶ ପ୍ରସ୍ତୁତ କରି ନିମିତ୍ତ ଘୋର ତପସ୍ୟା କରିଥିଲେ। ତେଣୁ ଭଗବାନ ଏଠି କହୁଛନ୍ତି ଯେ ଆଉ ଗୋଟେ ଅବତାର ନେଇଥିଲେ। କ'ଣ ଅବତାର ନେଇଥିଲେ? ଯେ ଅବତାରଟି ହେଉଛି ଯେ ନରନାରାୟଣ ଋଷି। ନରନାରାୟଣ ଋଷି କ'ଣ କରିଥିଲେ ନା ତପସ୍ୟା କରିଥିଲେ। ଏବଂ ତାଙ୍କ ମାତା ପିତା ହେଇଥିଲେ କିଏ? ଯେ ଆବିର୍ଭୂତ ହେଇଥିଲେ କିଏ? ଧର୍ମରାଜ ପତ୍ନୀ ଠାରୁ। ଧର୍ମରାଜଙ୍କ ପତ୍ନୀ ଠାରୁ ସେ କ'ଣ କଲେ ନା ଯମଜ ପୁତ୍ର ନରନାରାୟଣ ଋଷି ଦିଟା ଯମଜ ମାନେ ଟୁଇନ୍ସ ଏ ଜନ୍ମ ହେଇଥିଲେ। ତେଣୁ ଏବଂ ସେ କ'ଣ କରିଥିଲେ? ଇନ୍ଦ୍ରିୟ ସଂଯମ କେମିତି କରାଯାଏ, ଇନ୍ଦ୍ରିୟ ମାନଙ୍କୁ ସଂଯମ କରି କିପରି କ'ଣ ତପସ୍ୟା କରାଯାଏ ସେଥିରେ ସେ କ'ଣ କରିଥିଲେ ତାହା ଶିଖେଇଥିଲେ। ତେଣୁ ଯାହାର ତପସ୍ୟା ନାହିଁ ତାର ସେ ଇନ୍ଦ୍ରିୟ ସଂଯମ କରିପାରିବନି। ତପସ୍ୟା ଦ୍ୱାରା ଇନ୍ଦ୍ରିୟ ସଂଯମ ହୁଏ। ଆମର ତପସ୍ୟା କ'ଣ? ସକାଳୁ ଉଠିବା, ମଙ୍ଗଳ ଆରତି ଉଠିବା ତପସ୍ୟା ଗୋଟେ, ଜାଣିଛ ତ? ମଙ୍ଗଳ ଗୋଟେ ତପସ୍ୟା। ଜଲ୍ଦି ଶୋଇବା ତପସ୍ୟା। ଲେଟ୍ ନାଇଟ୍ ଶୋଇବା ତପସ୍ୟା ନୁହେଁ। ଆଉ କମ୍ ଖାଇବା ତପସ୍ୟା, ବହୁତ ଖାଇବା ତପସ୍ୟା ନୁହେଁ। ତାପରେ କ'ଣ ନା ବେଶୀ ଭୌତିକ ଆସକ୍ତି ରଖିବା ଉଚିତ ନୁହେଁ, ଅଭିବୃଦ୍ଧି କରିବା ଉଚିତ ନୁହେଁ, ପୁତ୍ର କନ୍ୟା ପ୍ରତି ଆସକ୍ତି ହେବା ଉଚିତ ନୁହେଁ। ହେଲା, ଯେଭଳି ଆସକ୍ତି ରଖିବ ସେ ନିଶ୍ଚିତ ଭାବରେ କ'ଣ ହବ ନା ଅହମମିତାର ବଢିବ। ଅହମମିତ ଦ୍ୱାରା କ'ଣ ହବ? ତପସ୍ୟା ନାଶକ, ଧର୍ମର ଗୋଟିଏ ବାର ଚାଲିଯିବ। ତେଣୁ ସେ କ'ଣ ଇନ୍ଦ୍ରିୟ ମାନଙ୍କୁ କେମିତି ସଂଯମ କରାଯାଏ? ମନେକର ଜଣେ ଗୃହସ୍ଥ ଆଶ୍ରମରେ ଅଛି, ସେ ଭାବୁଛି ମୋର ପତ୍ନୀ ତ ତାକୁ ବିବାହ କରିଛି, ମୁଁ ଯଥେଷ୍ଟ ନାକ ପର୍ଯ୍ୟନ୍ତ ଉପଭୋଗ କରିବି। ଇଜ୍ ଇଟ୍ ରାଇଟ୍? ହରେ କୃଷ୍ଣ, ନାକ ପର୍ଯ୍ୟନ୍ତ ଉପଭୋଗ କରିବି। ଇଜ୍ ଇଟ୍ ରାଇଟ୍? କେହି କିଛି କହୁନା, ବୁଝିପାରୁନ ଇଂଲିଶରେ? ଏହା କ'ଣ ଠିକ? ନାଇଁ ନାଇଁ ମହାରାଜ। ନାଇଁ ମହାରାଜ। ସେଇ ଗୃହସ୍ଥ ଆଶ୍ରମ ମଧ୍ୟ କୁହାଯାଇଛି କେତେ କେତେ ପରିମାଣରେ କ'ଣ କରିବ, ଶାରୀରିକ ସମ୍ପର୍କ ରଖିବ ନ ରଖିବ, ଏସବୁ ତପସ୍ୟା। ତେଣୁ ସେ ତପସ୍ୟା ଶିଖେଇଛନ୍ତି, ସମସ୍ତେ ସେ ତପସ୍ୟା ଶିଖେଇଛନ୍ତି କେମିତି କ'ଣ ତପସ୍ୟା କରିବେ। ନରନାରାୟଣ ଋଷି ହିସାବରେ ଆସିକି ତପସ୍ୟା ଶିଖେଇଛନ୍ତି କେମିତି ତପସ୍ୟା କରିବ। ତେଣୁ ଏ ଯୋଉ ଅବତାର ହେଇଛନ୍ତି ନରନାରାୟଣ ଋଷି, ଆଉ ଏଇ ଯୋଉ ନରନାରାୟଣ ଋଷି ଯେତେବେଳେ ହେଲେ, ନରନାରାୟଣ ହେଇକି ଆସିଲେ, ସେତେବେଳେ କ'ଣ କରୁଛି? ଜ୍ଞାନ ପ୍ରଚାର କଲେ। ଜ୍ଞାନ ପ୍ରଚାର କଲେ। ହେଲା, ଜ୍ଞାନକୁ ସେ ପ୍ରଚାର କଲେ ସମସ୍ତଙ୍କ ଭିତରେ। ଜ୍ଞାନ ଦରକାର, କାରଣ ଜ୍ଞାନର ଉଦୟ ନହେଲେ ବ୍ୟକ୍ତି ନିଶ୍ଚୟ କ'ଣ ଅଜ୍ଞାନରେ ରହିବ, ଅଜ୍ଞାନ ଅନ୍ଧକାରରେ ରହିବ। ତେଣୁ ସେ ତପସ୍ୟା କରି ନିଜ ଅବଲମ୍ବନ କରି କୋଉଠି ବଦରିକା ଆଶ୍ରମ ତପସ୍ୟା କଲେ, କରିକି ସେ କ'ଣ କଲେ ତପସ୍ୟା କରିକି କ'ଣ କଲେ ଜ୍ଞାନ ଆହରଣ କଲେ ଏବଂ ସମସ୍ତେ ଶିଖିଲେ। ତପସ୍ୟା କର ସମସ୍ତେ। ତେଣୁ ତପସ୍ୟା, ମଙ୍ଗଳାତି ଉଠିବା, ଏକାଦଶୀ ପାଳନ କରିବା, ଏ ହେଉଛି ତପସ୍ୟା। ତାପରେ ଶିଳ ପ୍ରଭୁପାଦ ଭାବାନରେ କ'ଣ କହୁଛନ୍ତି ଦେଖିବା। ରାଜା ଶ୍ରୀ ଋଷଭଦେବ ତାଙ୍କର ପୁତ୍ରମାନଙ୍କୁ ଉପଦେଶ ଦେଇ କହିଲେ ଯେ ପରମାର୍ଥ ଲାଭ ନିମିତ୍ତ ତପସ୍ୟା ହେଉଛି ମାନବର ଏକମାତ୍ର କର୍ତ୍ତବ୍ୟ। ତପସ୍ୟା, ହରେ କୃଷ୍ଣ, ତପସ୍ୟା ହେଉଛି ଏକମାତ୍ର କର୍ତ୍ତବ୍ୟ। କିଏ କହିଲେ? ଋଷଭଦେବ। ତପ, ତୁମେ ମାନେ ପୁତ୍ର ଯା ତପ, ତପ କର। ପଞ୍ଚମ ସ୍କନ୍ଧ ଭାଗବତରେ କହୁଛି ତପ। ତେଣୁ ଆମର ଚୈତନ୍ୟ ଚରିତାମୃତରେ ସମୁଦ୍ର କୁହାଯାଉଛି, ମହାପ୍ରଭୁର ଭକ୍ତ ଯତ ବୈରାଗ୍ୟ ପ୍ରଧାନ, ମହାପ୍ରଭୁର ଭକ୍ତ ଯତ ବୈରାଗ୍ୟ ପ୍ରଧାନ, ଯାହା ଦେଖି ସନ୍ତୋଷ ଗୌର ଭଗବାନ, ଯାହା ଦେଖି ସନ୍ତୋଷ ଗୌର ଭଗବାନ। ମହାପ୍ରଭୁ ଭକ୍ତ ଯତ ବୈରାଗ୍ୟ ପ୍ରଧାନ, ବୈରାଗ୍ୟ ପ୍ରଧାନ। ହରେ କୃଷ୍ଣ, ଯଦି ବୈରାଗ୍ୟ ନାହିଁ, ବିଶ୍ୱ ପ୍ରତି ଆସକ୍ତି ଅଛି, ତାହେଲେ କ'ଣ ନା ମହାପ୍ରଭୁ ଖୁସି ହେବେନି। ତାପରେ କହୁଛନ୍ତି ବୈରାଗ୍ୟ କାହାକୁ କୁହାଯାଏ? ପ୍ରକୃତ ବୈରାଗ୍ୟ ହଏ বিষয়ে বিরাগ, প্রকৃত বৈরাগ্য বিষয়ে বিরাগ, আত্মার উৎকর্ষতা জ্ঞানে অনুরাগ, আত্মার উৎকর্ষতা জ্ঞানে অনুরাগ,
प्रकृत वैराग है विषय विराग विराग मान विषय प्रति विराग हम यही तपस्या ज्ञान अनुराग कर ज्ञान अर्जन कर हरे कृष्ण कर घर बस पड़ो लेकिन ज्ञान अनुराग जिते पाठ पढ़ले आमर जड़े थे माताजी आसते बाइक देले से फिलोसफी एमती गाइबे कहर कथा ना हजबैंड हाथ थरुला बुढ़ा हो जाते सी चलीगले चलीगला मत फोन कर नाकेदम कर महाराज प्रभुजी चलीगले मु कौन करी पेंशन अच्छी निजर पेंशन अच्छी टीचर से आउ केते कथा से आम को गुणगान कले मुझे भगवान मो मुंड खराब हो गला प्रभु को गुणगान कले बुझले हरे कृष्ण सुचिस्मिता माताजी यही हूँ ज्ञान अनुराग बुझल कथा गोटे बात गोटे कथा काम गोटे बात गोटे काम गोटे नहीं तेणु समस्ते सब तुम एत शिक्षा लाभ कर ये संबंध में कौन पूर्ववत भौतिक आसक्ति बजाय रखा हूँ दशम नाम नाम ये रहा हेनी ये रही हेनी कौन है राजा श्री ऋषभदेव पुत्र मान कहले तपस्या कर तपस्या द्वारा सब किसी लाभ कर ज्ञान भी अर्जन हो तपस्या द्वारा से यह शिक्षा देवा निमित्त से निजे आचरण कले निजे घर छाड़ी चलीगले बानप्रस्थ चली लंगड़ा ही बुलिले नहीं ऋषभदेव तापर विस्तृत आत्मा मान प्रति विस्मृत आत्मा प्रति से भगवान अत्यंत कृपामय विस्मृत आत्मा सॉरी विस्मृत आत्मा मान प्रति भगवान अत्यंत कृपामय मान बद्ध जीव भगवान बहुत कृपामय कौन कर साधु मान छाड़ी निजे आसी लीला कर कृपा कर तेणु से निजे आसती उपदेश दे जाती पुनश्च समस्त बद्ध जीव को भगवधाम फेरी नापी से सुपुत्र मान प्रतिनिधि हिसाब से पठाती खूब निकट में से ही उद्देश्य श्री चैतन्य महाप्रभु आसी कौन साधन करते नहीं कौन आ गए कौन आ गए अच्छी आम भागवत जो महा महिमा पढ़ा अच्छी हूँ कौन जीवे कृपा कृष्ण कहला वेद पुराण माने जीव कृपा करी कृष्ण वेद पुराण कर जीवर स्वाभाविक भाव में कौन कृष्ण स्मृति ज्ञान ना तेणु भगवान कृपा करी कौन कर जीवर कृपा कृष्ण कहला वेद पुराण तापर आम आचार्य मैंने कहते जे जीवर निस्तार लगे नंद सुत हरि भुवन प्रकट हन गुरु रूप धरी तेणु भगवान का प्रिय भक्त जो भगवान को एकांत भजन करते भगवान कौन कहते ना गुरुगिरी करने शक्ति आवेश कराते से गुरुगिरी करते तेणु से कहुई वृंदावन ठाकुर कहते कौन जीवर कृपा नंद सुत हरि भुवन प्रकट हन गुरु पर जीवेर कृपाए नंद सुत हरि भुवन प्रकट हन गुरु रूप धरी महिमाए कृष्ण एक कर नहीं सुप्रा माता जी महिमाए गुरु कृष्ण एक कर जान आज्ञा महाराज एक करके ना कृष्ण शक्ति आवेश ही जन जीव गुरुगिरी करे हरे कृष्ण मन रख गुरु हूँ साक्षात ईश्वर साक्षात मैंने भली ईश्वर तेणु गुरु तो कार्यकलाप सामान्य मन साक्षात ईश्वर भगवान प्रकट होती कौन नहीं गुरु रूप धरी स्वयं कृपा कर पुनः समस्त बद्ध जीव को भगवधाम फेरी देवाई पुत्र मान से प्रतिनिधि हिसाब से पठाई खूब निकट में से उद्देश्य साधन निमित्त श्रीमान चैतन्य महाप्रभु आविर्भूत होते प्रत्येक स्मृति यही लौह जुगे पतित जीव मान स्वतंत्र दया प्रदर्शन करने निमित्त से आसी हिमालय बद्रीनारायण धाम श्री नारायण अवतार से पूजा पाते एवं भी से आसिक ज्ञान प्रचार कले से हूँ कौन बदरिकाश्रम कहीं कह जाए ना बदरिकाश्रम बदरी माने बिरकोली से जगार बड़ बड़ बिरकोली गच थी बदर कौन बड़ बड़ बरकोली गच थी तार तले से कौन होती व्यासदेव रोचे बाधारायणी कह जाए एवं सेटा था विशालायमपुरी कोटा से बद्रिकाश्रम अन्य नाम हूँ विशालायमपुरी थी सत्य जुगे धन धान्य परिपूर्ण नगर थी गोटे आजिकल कलिजुगे से कौन तार असुविधा लोक लोक झुआ बड़ दुष्कर जाऊे सुगम थी सब रास्ता काल प्रभाव में से कौन क्षीर भी नहीं जाए बदरिका आश्रम बदरिका बद्रिका बदरिका बदरी
ବରକୋଳି 2ଟା 3ଟା ଖାଇଲେ ପେଟ ପୁରିଯିବ, ବଡ ବଡ ବରକୋଳି ସେଠି ହୁଏ। ଏବେ ଆଉ କିଛି ନାହିଁ, ଦହିର ପ୍ରଭାବରେ କିଛି ନାହିଁ ସେଠି। ତେଣୁ ସେଠି ସେ କଣ କରୁଥିଲେ, ତପସ୍ୟା କରୁଥିଲେ। ଏବେ ଯଦି ଆପଣ ମାନେ ଯିବେ, ଏବେ ଦେଖିବେ ବଦ୍ରି ନାରାୟଣ ସେଠି ପୂଜା ପାଉଛନ୍ତି, ଆଉ ସେ ସୁଖା ନଡିଆ ଭୋଗ ଲାଗୁଛି, ଆଉ କିଛି ନାହିଁ, ସୁଖା ଫଳ। ହରେ କୃଷ୍ଣ। ଏଭଳି ଭାବରେ ଆମେ 4ଟା ଇଏ କଲେ, ମନ କଲେ 4 ତମର ଗଣ ଅବତାର କଥା, ଲୀଳା ଅବତାର ଗଲା। ଖାଲି ପଞ୍ଚମ ପଢିବା, ଏବଂ ଏଇ ଲୀଳା ଅବତାର ସମ୍ବନ୍ଧରେ ମୁଁ ଆଉ ଅଧିକ କିଛି କହିବି କୋଉଠୁ, ଲଘୁ ଭାଗବତ ରୁ ଉଦ୍ଧାର କରିବି। ହରେ କୃଷ୍ଣ।